ଆସନ୍ତୁ ଆଜି ଆମର ଟୁନା ପାଢୀ ଆଜ୍ଞା ଅଛନ୍ତି ତାଙ୍କୁ ଗୋଟେ କିଛି କ୍ୱେଶ୍ଚିନ୍ ପଚାରିବା କଣ ତାଙ୍କର ମତାମତ ଦଉଛନ୍ତି ଜାଣିବା। ପାଢୀ ବାବୁ ଆଜ୍ଞା ଆରେ ନମସ୍କାର ଆଜ୍ଞା। ଆଉ କଣ ଛିଡା ହେଇଛନ୍ତି କି? ଆଉ ସେ ଛିଡ଼ା ହେଇଛି ଆଉ କିସ୍ କରିବି କିଛି ଆଚ୍ଛା ଗୋଟେ କ୍ୱେଶ୍ଚିନ୍ ପଚାରିବି। ଆପଣ ମତେ ପଚାରିବେ କି? ଲୋକ କହୁଛନ୍ତି ଯେ କୁଆଡେ ପରିଶ୍ରମର ଫଳ ଭାରି ମିଠା ଥାଏ, ସେଟା ସତ? ନାଇଁ ଆଜ୍ଞା ହଁ, ଏହା ତୁଚ୍ଛା ମିଛଟା। କେମିତି? ମୁଁ କାଲି ସେ ଦାସର ବାଡ଼ିଆଡ଼େ ଗଲି, ହୁଁ ଯାଇକି ସେ ଗେଟ୍ ଉଠେଇଲି। ହୁଁ ଗେଟ୍ ଉଠେଇକି ହୁଁ। ସେ କୁଟନ୍ତା ପିମ୍ପୁଡ଼ି କଣ୍ଟା ସବୁ ଆସିଲା, ସବୁ ଡେଇଁଲି, ଡେଇଁକି ଗଲି ତାଙ୍କ ବାଡ଼ିଆଡ଼ୁ। ହୁଁ ଖୋଜିଲି ଖୋଜା ଖୋଜି କରିକୁ ଲେମ୍ବୁଡ଼ି ମିଳିଲା। ହଁ ସେ ଲେମ୍ବୁଟାକୁ ଧରିକି ଆଇଲି, ହଁ ଆଇ ଘରେ କାଟିଲି, କାଟି ଖାଇଲେ ଆମ୍ବିଳି ଯେ ଆମ୍ବିଳି। ହେ କିଏ କହିଲା ପରିଶ୍ରମ ଫଳ ମିଠା? ଆମ୍ବିଳି। କି ଲୋକ ଏ ବାବୁ ତମେ? ଆଉ ଏ ପରିଶ୍ରମର ମିଠା ଫଳ ମିଠା ମାନେ କଣ ଜାଣିଛ? ନା ଯେତେବେଳେ କି ମଣିଷ ନିଜର କର୍ତ୍ତବ୍ୟ କରିକିରି ପରିଶ୍ରମ କରିକିରି ଆଗକୁ ବଢିବ ତାକୁ ଯୋଉ ଫଳଟା ମିଳିବ ସେଇଟା ଗୋଟେ ମିଠା ଫଳ ବୋଲି କୁହନ୍ତି ବା ତାର ଭବିଷ୍ୟତ ଉଜ୍ଜଳ ହୁଏ। ଆଉ ତମେ ଲେମ୍ବୁ ଚୋରେଇକିରି ଖାଇଦେଲେ ସେଟା ମିଠା ହେଇଯିବ କି? ମତେ କିଛି ଜଣା ଆଜ୍ଞା, ମତେ କଷ୍ଟ ଫଳ ମିଠା ବୋଲି ଅର୍ଥ। ମୁଁ ଗଲି ଗଲା ଦାସର ବାଡ଼ିରେ ପଇଲି, ଲେମ୍ବୁଡ଼ି ଆଣିଲି, କାଟିଲି, ତମର ଖାଇଲି। ଏ ଜ୍ଞାନ ପେଁକେ ତମକୁ ଚାକିରି ମିଳିଲାନି, ଅଟୋ ଦୋକାନ କରି ବଇଛ ତମେ। ଭଲ ପାଇଟି କାହିଁକି କହିଲନି, ତାହେଲେ ମୁଁ ଜାଣିଥାନ୍ତି। କି ଆରେ ବାବୁ, ତୋ ପତେରେ ଏଡେ ବଡ କାହାର କଷ୍ଟ ଭୁଲ? ପଡିଲି।